ଦେଖନ୍ତୁ ଦର୍ଶକ ବନ୍ଧୁ, ଏ ମାଛଟିକୁ ଭଲ ଭାବରେ ଦେଖନ୍ତୁ। ମାଛଟିକୁ କାଟି ତା ଅନ୍ତବୁଜୁଳିକୁ ସମ୍ପୂର୍ଣ୍ଣ ସଫା କରାଯାଇଛି। ତାକୁ ଧୋଇ ଧାଇ ପ୍ଲେଟରେ ରଖାଯାଇଛି। ପ୍ଲେଟ ଉପରେ ପଡ଼ି ସେ କେମିତି ଛଟପଟ ହେଉଛି ଦେଖି ନିଅନ୍ତୁ। ଯଦି ଗୋଟେ ମଣିଷକୁ ଏମିତି ତା ଅନ୍ତବୁଜୁଳି କାଟି ତାକୁ ପରିଷ୍କାର କରାଯାଏ, ସେ ଏତେ ସମୟ ବଞ୍ଚିବ କି? କେବେ ବି ସମ୍ଭବ ନୁହଁ। ତେଣୁ କାହାର ଜୀବନ ବେଶୀ? ମାଛର ଜୀବନ। ମଣିଷ ଜୀବନ କିଛି ନୁହଁ। ଯଦି ମଣିଷ ଜୀବନ ଗୋଟେ ମାଛ ଜୀବନ ସହିତ ତୁଳନା ହେଇପାରୁନି, ତାହେଲେ ଆମେ ମଣିଷ ଏତେ ଗର୍ବ ଅହଙ୍କାର କ'ଣ ପାଇଁ? ଏତେ ପାପ ଅନ୍ୟାୟ କ'ଣ ପାଇଁ? ମାଛଟି କିଛି ଶିଖିବାର ଅଛି। ଏ ମାଛକୁ ଖାଇବେ କ'ଣ ଦେଖିଲା ବେଳକୁ ଦୁଃଖ ଲାଗୁଛି ଯେ ଭଗବାନ ତାଙ୍କ ଦେହରେ ଏତେ ସମୟ ଜୀବନ ଦେଇଛନ୍ତି। ଗୋଟେ ମଣିଷଠୁ ଅଧିକ ଜୀବନ ଗୋଟେ ମାଛଟିର। ଧନ୍ୟ ପ୍ରଭୁ, ଧନ୍ୟ ତୁମ ମହିମା। ମଣିଷମାନଙ୍କ ମାଛର ଜୀବନର କାହାଣୀ ଆମକୁ ଦେଖାଉଛ। କେତେ ସମୟ ଗୋଟେ ମାଛର ଜୀବନ ମଣିଷ ବୁଝିଯାଉ ବୋଲି ଆମକୁ ସଂକେତ ଦଉଛ, କିନ୍ତୁ ଆମେ ପାପୀ ମଣିଷ ବୁଝିପାରୁନୁ। ଅନ୍ୟାୟ ପରେ ଅନ୍ୟାୟ କରି ଚାଲିଛୁ। କ୍ଷମା କରିଦିଅନ୍ତୁ ପ୍ରଭୁ, କ୍ଷମା କରିଦିଅନ୍ତୁ।